ଜୟ ଜଗନ୍ନାଥ ସାଙ୍ଗମାନେ ମୋର କାଲି ରାତିରେ ଭୁଲବଶତଃ ଆଙ୍ଗୁଠିଟା କେମିତି ଟିକେ କଟିଗଲା। ଭୋରୁ ଆଉ ଉଠିକି ଚା କରିବାକୁ ଇଚ୍ଛା ହେଲାନି, ତଥାପି ବାଧ୍ୟ ହେଇକି ଉଠିଲି, ଚା କଲି। କାରଣ ମୋର ଗରାକୀ ହେଉଛନ୍ତି ଈଶ୍ୱର। ସେମାନେ ଯଦି ଆଜି ଫେରିକି ଯିବେ ତାଙ୍କ ମନ ବି ଖରାପ ହେଇପାରେ। ସେଥିପାଇଁ ଗାଧି ଅବସ୍ଥାରେ କଲି। ଆଙ୍ଗୁଠିଟା କେମିତି କ'ଣ ହେଇକି ଟିକେ କଟିଗଲା, ପେନ୍ ହେଲା, ରାତିରେ ବ୍ଲିଡ଼ିଂ ହେଲା। ଆଉ ଏବେ ସକାଳେ ଯିବି ଗୋଟା ଟକ୍ସାଇଡ୍ ନେବାକୁ ପଡ଼ିବ। ସାଙ୍ଗମାନେ, ଯଦି ଗୋଟେ ନିଜର ଲୋକ ଯିଏ ବି ହଉ, ଅତି ଆପଣାର ଲୋକ ଯାହାକୁ ଯିଏ ବେଶୀ ଭଲ ପାଉଥିବ, ସିଏ ଯଦି ଭୁଲ ବୁଝାମଣାରେ ତମକୁ ଦୋଷ ଦେଇଦେଲା କି କିଛି ମିଛ ଆକାରରେ ଆଘାତ ଦେଲା ଭଳି କଥା କହିଲା, ଜାଣିଛ ସାଙ୍ଗମାନେ, ହୃଦୟଟା ଫାଟିଯିବ ଆଜ୍ଞା, ଜଳିଯିବ, ମନ ଭାଙ୍ଗିଯିବ। ଏତେ କଷ୍ଟ ହେବ, ମୁଁ ତ ଅନୁତାପ କରୁଛି, ଆପଣମାନେ ବି କରିଥିବେ। ଏଇଭଳି କଷ୍ଟ ଯନ୍ତ୍ରଣା ହୁଏ। ସାଙ୍ଗମାନେ, ଗାଲିରେ 2 ଜାବଡ଼ା ପକେଇଦେଲେ ଏତେ କଷ୍ଟ ହେବନି, କିନ୍ତୁ ହୃଦୟକୁ ପ୍ରବଳ ଜୋରେ ବାଧେ ଆଉ କଷ୍ଟ ଲାଗେ। ଯାହା ବି ହଉ, ଏମିତି କିଛି ଲୋକ ଅଛନ୍ତି ଯିଏ ଯାହାକୁ ଆଘାତ ବି ଦେଉଛନ୍ତି। ଆଉ ଆଘାତ ସହିବା ଶକ୍ତି ତ ମୋର ବହୁତ ଅଛି, କଷ୍ଟ ସହିବା ଶକ୍ତି ବହୁତ ଅଛି। କାରଣ ମୁଁ 2 ବର୍ଷ 3 ବର୍ଷ ହେଲା ସେମିତି ଆଘାତ ଉପରେ ଆଘାତ, ବୋଝ ଉପରେ ବୋଝ, କଷ୍ଟ ଉପରେ କଷ୍ଟ ସହି ଚାଲିଛି। ଭଗବାନ ମୋତେ ସେସବୁ ଦେଇଛନ୍ତି। ମୁଁ ଗୋଟେ ଭିଡ଼ିଓରେ କହିଥିଲି ଯେ କାହା ବିଷୟରେ କିଛି ନ ଜଣିବା ପୂର୍ବରୁ ଦୋଷ ଦିଅନି। କାହା ବିଷୟରେ ଭଲ ମନ୍ଦ ନ ଜାଣିକି ସେ ଚୋର କି ଭଦ୍ରଲୋକ କାହାକୁ ଆକ୍ଷେପ କରନି କି କାହାକୁ ଦୋଷଟା ଦିଅନି। ଏଇ ଟାଇପର କଷ୍ଟ ଦେଇ ଚାଲୁଛନ୍ତି ମୋ ଜୀବନରେ, ମୋ ଭାଗ୍ୟରେ। ଭଗବାନ କେମିତି ଏଇଟା ନିଷ୍ଠୁର, ସେ ତ ଦେଇ ଚାଲିଛି। ଭଲ ଲାଗୁନି, ଟାୟାର୍ଡ ଲାଗୁଛି, ହାଲିଆ ଲାଗୁଛି, ଦୁର୍ବଳିଆ ଲାଗୁଛି। ଭାବୁଛି ଦୋକାନଟା ବନ୍ଦ କରିଦେବି ଆଜି। ଟିଟିଟା ନେଇଗଲା ପରେ ଦୋକାନ ବନ୍ଦ କରି ଶୋଇବି। ପୁଣି ଭାବୁଛି ନାଇଁ, ବହୁତ ତ କର୍ଜ ଦାମ କରିଛି, କିଛି ପଇସା ତ ଦରକାର ନିହାତି। ଦୋକାନଟା ଖୋଲା ରହିଲେ 150 ହେଲେ ବି ମୋ ପରିବାର ପୋଷଣ ହେବ। ଏଇସବୁ ଜିନିଷ ଭାବିକି କ'ଣ କରିବି ବୋଲି କିଛି ଡିସିସନ୍ ନେଇପାରୁନି। କ'ଣ କରିବି ସାଙ୍ଗମାନେ, ଏଇଭଳି ପରିସ୍ଥିତିର ସାମ୍ନା ମୁଁ ହେଉଛି। ଅତି ଦୁଃଖ ଆଉ କଷ୍ଟ ଯନ୍ତ୍ରଣା ଅତି ନିଜ ଲୋକମାନେ ହିଁ ଦିଅନ୍ତି। ମୁଁ ଗୋଟେ ଏମିତି ପୁଅ, ମୋତେ ଯିଏ ଯେତେ ଦଉଛି ଦଉ, ଦୁଃଖ ବା କଷ୍ଟ ଯନ୍ତ୍ରଣା, ମୁଁ ହସି ହସି ସବୁ ସହିଯାଉଛି ଆଉ ସହୁଛି ମଧ୍ୟ। କିନ୍ତୁ ମୁଁ କାହା ମନରେ ଆଘାତ ଦେବାକୁ ଚାହେଁନି କି କାହା ମନରେ ଦୁଃଖ କଷ୍ଟ ଦେବାକୁ ଚାହେଁନି। ମୋ ଜୀବନଟା ସେଇଆ, ଧନୁରାଶି ଆଜ୍ଞା, ସହ୍ୟ ଶକ୍ତି ବହୁତ ଅଛି ମୋର। ଏ ଠାକୁରଙ୍କର ଗୋଟା ପରୀକ୍ଷା ବୋଧେ ହେଇଥାଇପାରେ। ଆଉ କ'ଣ କହିବି ସାଙ୍ଗମାନେ, ଯଦି ନିଜର ଲୋକ କଷ୍ଟ ଦୁଃଖ ଦେଲା ନା, ତାଠୁ ବଳିକି ଦଣ୍ଡ ଆଉ ସଂସାର ଭିତରେ ନାହିଁ। ତାଠି ବଳିକି କଷ୍ଟ ଆଉ ଦୁନିଆ ଭିତରେ ନାହିଁ। ଏତିକି କହୁଛି।
ଛୋଟିଆ ଭିଡ଼ିଓଟା ଭଗବାନଙ୍କୁ ଆପଣମାନଙ୍କୁ ଅନୁରୋଧ କରୁଛି, ନିବେଦନ କରୁଛି, ମୋ ଭିଡ଼ିଓଟାକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ମୋ ପରିବାରଟା ଆଗକୁ ବଢ଼ୁ, ମୋ ପିଲା ଦିଟା ମଣିଷ ହୁଅନ୍ତୁ, ପାଠ 2 ଅକ୍ଷର ପଢ଼ନ୍ତୁ। ଏସବୁ ଆପଣଙ୍କ ହାତରେ ସାଙ୍ଗମାନେ। ଆଉ ମୁଁ ବେଶୀ କିଛି କହୁନି, ରହୁଛି। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଆପଣମାନଙ୍କର ଦିନ ହସ ଖୁସିରେ କଟିଯାଉ। ସବୁବେଳେ ଆପଣଙ୍କ ଚଲାପଥକୁ ସୁମତିରେ ଭରି ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ମା ନମକାନୀ ବୁଢ଼ୀ, ଜୟ ମା ଗ୍ରାମଦେବୀ, ଜୟ ମା ଦକ୍ଷିଣକାଳୀ ମା।